ସମସ୍ତଙ୍କୁ ନମସ୍କାର। ଆସନ୍ତୁ ମାନେ ଭିଡ଼ିଓ ଦେଖିବା। ମୁଁ ଆଜି ଆପଣଙ୍କୁ ସାଧୁ ଥୋମାଙ୍କ ବିଷୟରେ ତାଙ୍କର ସମାଧି ବିଷୟ ଯେଉଁ ସ୍ଥାନରେ ଅଛି ତାହା ମୁଁ ଆପଣମାନଙ୍କୁ ଦେଖାଇବି। ଏ ହେଉଛନ୍ତି ଥୋମା। ଥୋମାଙ୍କ ସମାଧି ପ୍ରଥମ ଗେଟ୍ ହେଉଛି ଏଇଟା। ଚେନ୍ନାଇ ମାଡ୍ରାସ ବୋଲି କୁହନ୍ତି। ତହିଁର ଏଟା ସମାଧି। ଦେଖନ୍ତୁ ଏଠିକି ଆମମାନଙ୍କର ରାଧେ ଭାଇ ମଧ୍ୟ ଅଛନ୍ତି। ଆଉ ମୁଁ ଏପଟ ସାଇଡ଼ରେ ମୁଁ ଅଛି। ଆଉ ଚର୍ଚ୍ଚ ମଧ୍ୟ ଯେଉଁ ସ୍ଥାନରେ ସମାଧି କରାଯାଇଛି ତହିଁରେ ସମାଧି ମଧ୍ୟ ଚର୍ଚ୍ଚ ରଖାଯାଇଛି। ସେ ଚର୍ଚ୍ଚ ଭିତରକୁ ମଧ୍ୟ ଆମମାନେ ପ୍ରବେଶ କରିବା। ଦେଖନ୍ତୁ ଭାଇ ଠିଆ ହେଇଛନ୍ତି। ଏହି ଥୋମା ଭାରତକୁ ଆସିଥିଲେ ଆଉ ସେ ଏହି ଭାରତରେ ତାଙ୍କରି ମୃତ୍ୟୁବରଣ ହୋଇଥିଲା। ଦେଖନ୍ତି ଏ ହେଉଛି ତାଙ୍କରି ସମାଧି। ଏହି ସାଧୁ ଥୋମାସ ଭାରତରେ ସୁସମାଚାର ଯୀଶୁଙ୍କର ପ୍ରଚାର କରିଥିଲେ। ଯେହେତୁ ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଏ ଜଣେ ସେହି ଶିଷ୍ୟ। ସେ ନିଜର ପରିବାର ଛାଡ଼ି ସେ ସୁସମାଚାର ପ୍ରଚାର ନିମନ୍ତେ ଭାରତରେ ଆସି ଜୁଲାଇ 3 ତାରିଖ ସୁଦ୍ଧା 7ଟି ମଣ୍ଡଳୀ ଗଠନ କରିସାରିଥିଲେ। ତେଣୁ ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି। ଆଉ ପାଳନାର୍ଥେ ସ୍ମରଣାର୍ଥ ଦିନ ମଧ୍ୟ ଜୁଲାଇ 3ରେ ପାଳନ କରାଯାଉଅଛି। ଏ ହେଉଛନ୍ତି ସେ ଥୋମାସ। ଏ ଥୋମାସଙ୍କର ଜୀବନୀ ଆମମାନେ ଆଗରୁ ଜାଣିସାରିଛୁ। ତ ଆମେମାନେ ଦେଖୁଅଛି ଏ ଜଣେ ବ୍ୟକ୍ତି ନିଜର ପରିବାର ସମସ୍ତ ବିଷୟକୁ ପରିତ୍ୟାଗ କରି ସେ ଆସିଛନ୍ତି। ଦେଖନ୍ତୁ ତାଙ୍କର ସମାଧି ସ୍ଥାନ ଗୁଡ଼ିକରେ କେମିତି ଅଛି। ଘର ଗୁଡ଼ାକ ଚର୍ଚ୍ଚ ଗୁଡ଼ାକ ମଧ୍ୟ ବନାଯାଇଅଛି। ଏହା କାଥଲିକ୍ ମିଶନାରୀମାନଙ୍କ ଦ୍ୱାରା ମଧ୍ୟ ଏ ସମସ୍ତ ବିଷୟ ସୁରକ୍ଷିତ ରଖାଯାଇଅଛି। ଦେଖନ୍ତୁ ଆମମାନେ ଏ ଫିଲ୍ଡରେ ଆମମାନେ ଯାଉଅଛୁ। ଆଉ ଭିତରକୁ ଟିକେ ପ୍ରବେଶ କରିବା। ଦେଖନ୍ତୁ ଏ ଭିତରେ ଅନେକ ଲୋକମାନେ, ମା ମାନେ, ଭଉଣୀମାନେ ମଧ୍ୟ ଦେଖିବାକୁ ଯାଇଛନ୍ତି। ତ ଆମମାନେ ଦେଖିବାକୁ ପାଉଛୁ ଅନେକ ମୂର୍ତ୍ତି ଫଟୋ ଗୁଡ଼ାକ ମଧ୍ୟ ଏଠିକି ରଖାଯାଇଅଛି। ଏହି ଚର୍ଚ୍ଚ ଭିତରେ ଚେୟାର ଗୁଡ଼ାକ ମଧ୍ୟ ପକାଯାଇଅଛି। ଯେଉଁ ମା ମାନେ, ବାପା ମାନେ ଯିବେ ସେମାନେ ତହିଁରେ ବସୁଛନ୍ତି। ଆଉ ସାଧୁ ଥୋମାଙ୍କର ଜୀବନ ବିଷୟରେ ସେମାନେ ଜାଣିଥିବାରୁ ତାଙ୍କର ସମାଧି ଦେଖି ସେମାନେ ବିଶ୍ୱାସ କରି ପ୍ରାର୍ଥନା ମଧ୍ୟ କରୁଛନ୍ତି ଆଉ ଆସୁଛନ୍ତି। ଆଉ ବହୁତ ଗହଳରେ ମଧ୍ୟ ଲୋକମାନେ ଏଠି ଦର୍ଶନ କରିବା ନିମନ୍ତେ ଯାଉଅଛନ୍ତି। ଦେଖନ୍ତୁ ଆମେ ଦେଖୁଅଛୁ ଏ ହେଉଛି ଥୋମାଙ୍କର ଯେଉଁକି ସମାଧି। ଆଉ ତହିଁରେ ଦୀପ ମଧ୍ୟ ଅନେକ ଜାଳୁଛନ୍ତି। ଅନେକ ମହମବତୀ ନେଇ, କ୍ୟାଣ୍ଡେଲ ନେଇ ସେମାନେ ସେଠାରେ ଜାଳୁଛନ୍ତି। ଆମମାନେ ଦେଖୁଛୁ ଅନେକ ଗହଳି ଅଛି। ଆଉ ଅନେକ ଫଟୋ ମଧ୍ୟ ନେଉଛନ୍ତି। ଏ ମଧ୍ୟରେ ଆମର ରାଧେ ଭାଇ ମଧ୍ୟ ଅଛନ୍ତି। ଦେଖନ୍ତୁ ସେ ମଧ୍ୟ ଯାଇଛନ୍ତି। ସୌଭାଗ୍ୟର ବିଷୟ ଯେ ମାଡ୍ରାସ ଚେନ୍ନାଇ ଥୋମାଙ୍କର ଯୀଶୁଙ୍କର ଶିଷ୍ୟର ସମାଧି ଦେଖିବା ନିମନ୍ତେ ଅନେକ ଯାଇପାରୁନାହାନ୍ତି, କିନ୍ତୁ ସେ ବ୍ୟକ୍ତି ମଧ୍ୟ ଯାଇଛନ୍ତି। ଦେଖନ୍ତୁ ଏ ହେଉଛି ଦେଖନ୍ତୁ ଥୋମାଙ୍କର ଯେଉଁ ପଞ୍ଜରା ହାଡ଼ ଗୁଡ଼ାକ ଏହି ମଧ୍ୟରେ ରଖାଯାଇଅଛି। ଆମମାନେ ଦେଖିବାକୁ ପାଉଛୁ ଏହି କେବିନ୍ ଗୁଡ଼ାକ ବନାଯାଇଛି। ଆଉ ତହିଁ ମଧ୍ୟରେ ଥୋମାଙ୍କର ହାଡ଼ ଗୁଡ଼ିକ ସବୁ ରଖାଯାଇଛି। ଛୋଟ ଛୋଟ ଚୁନା ଚୁନା କରି ସେମାନେ ଏକ କପ୍ ବନେଇ ତହିଁରେ ରଖୁଛନ୍ତି। ଦେଖନ୍ତୁ ଏହା ହେଉଛି କପ୍ ଗୁଡ଼ାକ ଏହି ମଧ୍ୟରେ ରଖାଯାଇଅଛି। ଅନେକ ପାଷ୍ଟର ମାନେ ଆଉ ମା ମାନେ, ବାପା ମାନେ ଯାଇ ମଧ୍ୟ ଫଟୋ ନେଉଛନ୍ତି। ଆମମାନେ ଦେଖିବାକୁ ପାଉଛୁ ଏପରି ସୌଭାଗ୍ୟର ବିଷୟ ଯେ ଅନେକ ଯେଉଁମାନେ
ଯୀଶୁଙ୍କର ସୁସମାଚାର ଆଉ ଥୋମାଙ୍କର ଜୀବନୀ ବିଷୟରେ ଶୁଣିଛନ୍ତି, ସେମାନେ ତାଙ୍କରି ସମାଧି ଦେଖିବା ପାଇଁ ଯାଉଛନ୍ତି। ଯଦି ବି ଆପଣମାନେ ବି ଚାହିଁବେ, ତେବେ ଆପଣମାନେ ଚେନ୍ନାଇର ଅବସ୍ଥିତ ମାଡ୍ରାସରେ ଯାଇ ଥୋମାଙ୍କର ସମାଧି ଆପଣମାନେ ଦେଖିପାରିବେ। ଦେଖନ୍ତୁ, ଏ ହେଉଛି ଥୋମାସ୍। ସେ ଯେତେବେଳେ ମାଡ୍ରାସରେ ଗଲେ, ସେ ପର୍ବତ ଉପରେ ପ୍ରାର୍ଥନା କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ ଯାଇ ତାହାଙ୍କୁ ବର୍ଚ୍ଛାରେ ଆଘାତ କରିଥିଲେ। ତାପରେ ତାହାଙ୍କୁ ଏହି ସ୍ଥାନରେ ସମାଧି ଦିଆଯାଇଥିଲା। ସେହି ସମାଧି ସ୍ଥାନ ଆଜି ପୁରା ସୁରକ୍ଷିତ ଅଛି। ଆଉ ଅନେକ ଲୋକମାନେ ଏହି ସମାଧି ଦର୍ଶନ କରିବାକୁ ଯାଉଛନ୍ତି। ଏହିପରି ଯୀଶୁଙ୍କର ମଧ୍ୟ ସମାଧି ନିଶ୍ଚିତ ଭାବରେ ଅଛି। ତାହା ମଧ୍ୟ ଅନେକ ଦର୍ଶନ କରିବା ପାଇଁ ମଧ୍ୟ ଯାଉଅଛନ୍ତି। ତେଣୁ ଆପଣମାନେ ଯୀଶୁଙ୍କଠାରେ ଯଦି ବିଶ୍ୱାସ କରିଛନ୍ତି, ଆଉ ଏ ଭିଡ଼ିଓକୁ ଆପଣମାନେ ଦେଖନ୍ତୁ, ଲାଇକ୍ କରନ୍ତୁ, ସେୟାର ମଧ୍ୟ କରନ୍ତୁ ଏବଂ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ତାହେଲେ ମୁଁ ଆପଣଙ୍କୁ ଏହିପରି ଅନେକ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ଦେଖାଇବା ନିମନ୍ତେ ମୁଁ ଆଣିପାରିବି।